ସେ ମୋ ଝିଅ ସେ ତାର ପିଲାଟି ଦିନରୁ ତାର ଗୋଟେ ଅଲଗା ଟ୍ୟାଲେଣ୍ଟ ସିଏ ତାର ନିଜ ଇଚ୍ଛାରେ କ'ଣ କ'ଣ କରୁଥାଏ। ସେ କେବେ କେଜାଣି ଆମେ ତ ଜାଣିନଥିଲୁ ସେ ଅନଲାଇନରେ କ'ଣ ଏଇ କଣ୍ଟେଷ୍ଟ ପାଇଁ ବୋଲିକରି କ'ଣ ସେ ଅନଲାଇନରେ ଆପ୍ଲାଏ କରିଥିଲା। ଅନଲାଇନରେ ମଧ୍ୟ ସିଲେକ୍ସନ୍ ହେଇଥିଲା। ଯେତେବେଳେ ଫାଇନାଲ ସିଲେକ୍ସନ୍ ହେଲା ସେତେବେଳେ ଆମକୁ ଜଣାଇଲା ଯେ ଆମେ ମୁଁ ଗୋଟେ ଏମିତି ଗୋଟେ ଫାଇନାଲ ଅନଲାଇନରେ ଆପ୍ଲାଏ କରିଥିଲି ଆଉ ମୁଁ ସେଠି ଯିବା ପାଇଁ ଚାହୁଁଛି ବୋଲି କହିଥିଲା। ଆଉ ଯେତେବେଳେ ତୁ ସିଲେକ୍ସନ୍ ଫାଇନାଲରେ ଗୋଟେ ଯାଇଛୁ ବୋଲିକରି ଆମେ ସପୋର୍ଟ କଲୁ। ଆଉ ସେ କ'ଣ କ'ଣ ଦରକାର ଅଛି କ'ଣ କରିବାର ଅଛି ବୋଲିକରି କହିଲାରୁ ସେ ଅନଲାଇନରେ କ୍ଲାସ୍ କରଲା ଆଉ କେତେ କ'ଣ ତାକୁ କ'ଣ କ'ଣ ଦରକାର ଥିଲା ବୋଲିକି ନାହିଁ। ତାପରେ ସେ କହିଥିଲା ଯେ ମୋର ଏରିଆକୁ ନେଇକରି ମୁଁ ଗୋଟେ କ'ଣ ଗୋଟେ ରିପ୍ରେଜେଣ୍ଟେଟିଭ୍ ଦେବି। ହେଲେ ସେଟା ମୁଁ କ'ଣ ଷ୍ଟାର୍ଟିଂରେ ବୁଝିପାରୁନଥିଲି। ତା ପଛେ ମୁଁ ଜାଣିଛି ଯେ ଆମର ଏରିଆରେ ଆମ କୋଟପାଡ଼ ଏରିଆରେ ଗୋଟେ ମିରିଗାଣ ଶାଢ଼ୀ ଗୋଟେ ପ୍ରସିଦ୍ଧି ଅଛି। ମୁଁ ତାକୁ ରିପ୍ରେଜେଣ୍ଟେଟିଭ୍ କରିବି ବୋଲିକିରି ଆମର ଯେଉଁ ପ୍ରହ୍ଲାଦ ଭାଇ ଯେଉଁ ସପ୍ କରିଛନ୍ତି ତାଙ୍କ ପାଖକୁ ଗଲି। ସେ ମୋତେ ଶାଢ଼ୀ ଫାଡ଼ି ଇଏ କଲେ। ସେ ଏକ୍ସଟ୍ରା ଗୋଟେ ଆଇଡ଼ିଆ ଗୋଟେ ଦେଲେ କି ଆମ ଏରିଆରେ ଗୋଟେ ଦୁରୁଆ ସମାଜ ଚାଲିଛି ତାଙ୍କର ଗୋଟେ ମଧ୍ୟ କ'ଣ ଗୋଟେ ପ୍ରେଜେଣ୍ଟ କରନ୍ତୁ ବୋଲିକରି ତାପରେ ଦୁରୁଆ କଷ୍ଟ୍ୟୁମ୍ ଯାକ ଆମେ କାଲେକ୍ଟ କରିକରି ତାକୁ ଯୋଗେଇ ଦେଲୁ। ସେ ଯେଉଁ ଦୁରୁଆ କଷ୍ଟ୍ୟୁମ୍ ଯେଉଁଟା ନିଜେ ଏକା ସେ ବନେଇଲା ନିଜେ ବନେଇକରି ଯାଇକରି ସେଠି ପ୍ରେଜେଣ୍ଟ କଲା। ସେଠି ସମସ୍ତଙ୍କୁ ସେଠି ଅଡ଼ିଏନ୍ସକୁ ସେଠି ଜଜ୍କୁ ସମସ୍ତଙ୍କୁ ପସନ୍ଦ ଆସିଲା। ଆମେ ଭାବିନଥିଲୁ କି ଆମ ଅଞ୍ଚଳର ମୋ ଝିଅ ଗୋଟେ ନ୍ୟାସନାଲ୍ ଲେଭେଲରେ ଯାଇକରି ଗୋଟେ କୃତିତ୍ୱ ଅର୍ଜନ କରିବ ବୋଲିକରି। ସେ କୃତିତ୍ୱ ଅର୍ଜନ କରିଛି ନିଜକୁ ବହୁତ ଗର୍ବ ଲାଗୁଛି।